ଗାଁର ଶେଷ ମୁଣ୍ଡରେ ଦୁଇଟା ତାଳ ଗଛ ଆଉ ତାଳ ଗଛ ପାଖେ ଗୋଟେ ବରଗଛ ଆଉ ସେ ବରଗଛ ମୂଳେ ଛୋଟିଆ ଚାଳିଆଟେ ଆଉ ସେ ଚାଳିଆଟି ନିଧି ମଉସାର ଚାହା ଦୋକାନ। ସଞ୍ଜ ହେଲେ ନିଧି ମଉସା ଚାହା ଦୋକାନ ପାଖେ ଭାରି ଭିଡ଼ ଜମେ। ହେଲେ ଟିକେ ରାତି ବଢ଼ିଲେ ସମସ୍ତେ ନିଧି ମଉସାକୁ ଛାଡ଼ି ନିଜ ବାଟରେ ଚାଲିଯାଆନ୍ତି। ନିଧି ମଉସାକୁ ବୟସ ପଚାରିଲେ କେବେ କୁହେ 5 କୋଡ଼ି 9 ଆଉ କେବେ କୁହେ 5 କୋଡ଼ି 15। ନିଧି ମଉସାର ସାଙ୍ଗସାଥି ଆଉ କେହି ନାହାନ୍ତି। ସମସ୍ତେ ହାତ ଧରାଧରି ହୋଇ ଚାଲିଗଲେଣି କେଉଁ ଏକ ଅଜଣା ରାଇଜକୁ। ଖାଲି ଯାହା ସାଙ୍ଗସାଥି କହିଲେ ଚାରିଟା ଛେଳି, କେଇଟା ବୁଲା କୁକୁର ଆଉ ଭଙ୍ଗା ଉଇକିଆ କାଠ ବାକ୍ସଟା। କ'ଣ ରଖିଛି କେଜାଣି ନିଧି ମଉସା ସେ ବାକ୍ସରେ। କେବେ ହେଲେ କାହାକୁ ହାତ ମାରିବା ପାଇଁ ଦିଏନି ସେ ବାକ୍ସକୁ। ହଁ, ମାଉସୀ କେବେଠାରୁ ନିଧି ମଉସାକୁ ଛାଡ଼ି ଚାଲିଗଲାଣି। କେଜାଣି କେଉଁ ଅଜଣା ରୋଗରେ ପଡ଼ିଲା। ନିଧି ମଉସା ପୁଅ ପାଖକୁ ଖଣ୍ଡେ ଚିଠି ଲେଖିଥିଲା ବୋଉର ଦେହ ଅସୁସ୍ଥ ବୋଲି। ହେଲେ ପୁଅର ପ୍ରତି ଉତ୍ତର କିଛି ଆସିନଥିଲା। ନିଧି ମଉସାର ସାହସ କାହିଁ ସେ ଅଜଣା ରୋଗ ବିରୁଦ୍ଧରେ ଲଢ଼ିବ। ସମ୍ପତ୍ତି କହିଲେ କିଛି ନାହିଁ। ଯାହା ଥିଲା ସେ ତ କେବେଠାରୁ ସାହୁକାର ପାଖେ ବନ୍ଧା ପଡ଼ିଛି ପୁଅ ମଦନାର ପାଠପଢ଼ା ବାବଦରେ। ନିଧି ମଉସାର କେବେ ହେଲେ ଥରୁଟେ ସାହସ ପାଇନାହିଁ ଜମି ମୁକୁଳିବା ପାଇଁ। ନିଧି ମଉସା ଆଶା ରଖିଥିଲା ପୁଅ ମଦନା ସାହୁକାର ପାଖରୁ ସବୁ ସୁଧ ମୂଳ ପରିଶୋଧ କରି ଜମି ମୁକୁଳେଇବ। ହେଲେ ତାହା କିଛି ବି ହେଲାନି। ମଦନା ଗଲା ଦିନଠାରୁ ଥରୁଟିଏ ଚିଠି ଲେଖିଥିଲା, ତାପରେ ଆଉ କେବେ ଚିଠି ଲେଖିନି। ଆଉ ଏପଟେ ନିଧି ମଉସା ବେଶୀ ଦୁଃଖ ପାଇଲେ ହସି ଦିଏ ଆଉ ବେଶୀ ଖୁସି ହେଲେ କାନ୍ଦି ଦିଏ। ଅଭାବୀ ଜୀବନରେ ସବୁକିଛି ନ ମିଳିଲେ ବି ସେ କେବେ ନିଜ ଦୁଃଖ ଅନ୍ୟ ଆଗରେ ପରିପ୍ରକାଶ କରିନି। ଆଉ ପୁଅ ମଦନା ପାଇଁ କେବେ ହେଲେ ନିଜ ମନରେ ଘୃଣା ଭାବ ଆସିନି। କାରଣ ସେ ଶୁଣିଛି ଗାଁ ଲୋକଙ୍କ ଟୁପୁର ଟାପୁର କଥା। କାଳେ ମଦନା ବିଦେଶକୁ ଯାଇ ଗୋଟେ ବିଦେଶୀନକୁ ବାହା ହେଇ ରହିଛି। ଆଉ ଏପଟେ ସାହୁକାର ଅତ୍ୟାଚାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏଇଥର ସଫା ସଫା କହିକି ଯାଇଛି ସୁଧ ମୂଳ ପଇଠ ନ କଲେ ସେ ଘର ବାଡ଼ିକୁ ଜବରଦଖଲ କରିବ। ନିଧି ମଉସା ଭାରି ଅଧୈର୍ଯ୍ୟ ହୋଇ ପୁଣି ଥରେ ପୁଅ ମଦନା ପାଖକୁ ଚିଠିଟିଏ ଲେଖିଥିଲେ। ହେଲେ ଏଇଥର ମଧ୍ୟ ଆଗଥର ପରି ଚିଠିର ପ୍ରତି ଉତ୍ତର କିଛି ଆସିନଥିଲା। ନିଧି ମଉସା ଧୀରେ ଧୀରେ ଅସୁସ୍ଥ ଅନୁଭବ କରିବାକୁ ଲାଗିଲା। ଦିନ କେଇଟା ବିତିଗଲା। ସାହୁକାର ଦେଇଥିବା ନିର୍ଦ୍ଧାରିତ ସମୟରେ ନିଧି ମଉସାର ଘର ବାଡ଼ିକୁ ଜବରଦଖଲ କଲା। ନିଧି ମଉସାର ସମ୍ବଳ କହିଲେ ଆଉ କିଛି ନଥିଲା। ସେ ଶେଷରେ ଉଇକିଆ କାଠ ବାକ୍ସଟାକୁ ନେଇ ତାର ସେ ଗାଁର ଶେଷ ମୁଣ୍ଡରେ ଥିବା ଛୋଟ ଚାଳିଆକୁ ଚାଲିଗଲା। ନିଧି ମଉସା ଦିନଟା ବହୁତ କଷ୍ଟରେ କାଟିଦେଲା। ହେଲେ ରାତ୍ରିର ଅନ୍ଧକାରକୁ ସଙ୍ଗ କରି କିଛି ଭାବିବାକୁ ଲାଗିଲା। ସେହି ସମୟରେ ନିଷ୍ଠୁର ଭାଗ୍ୟର ଅବିଚାର। କେଉଁଠୁ ଥିଲା କେଜାଣି ଅଦିନିଆ ମେଘଟା ଗୋଟି ଆସିଲା ଆଉ ପବନର ବେଗ ଅତି ଭୟାନକ ଥିଲା। ସେହି ପବନର ବେଗ ଆଗରେ ବରଗଛ ମଞ୍ଜୁରୀ ମାଗିଲା ମାଟିକୁ ତାଠାରୁ ଅଲଗା ହେବାକୁ। ଆଉ ମାଟି ନିରୁପାୟ ଥିଲା। ଆଉ ତାପରେ ଯାହା ହେବାର ନଥିଲା ତାହା ହେଲା। ନିଧି ମଉସା କିଛି ଭାବିବା ଆଗରୁ ସମ୍ପୂର୍ଣ୍ଣ ଭାବେ ବରଗଛ ତା ବାହୁ ବନ୍ଧନରେ ବାନ୍ଧି ଦେଇଥିଲା। ବରଗଛ ବଳ ଆଗେ ନିଧି ମଉସାର ବଳ ହାର ମାନି ଯାଇଥିଲା। ସକାଳ ହେଲା, ଗାଁରେ ହୁଡ଼ି ପଡ଼ିଗଲା। ସମସ୍ତେ ନିଧି ମଉସାକୁ ଦେଖିବାକୁ ଆସିଲେ। ହେଲେ ସମସ୍ତଙ୍କ ନଜର ସେ ଉଇକିଆ କାଠ ବାକ୍ସଟା ଉପରେ ଥିଲା। ଗାଁର କିଛି ଲେଖା ଚୋଖା ଲୋକ ଆସି ସେ କାଠ ବାକ୍ସଟାକୁ ଖୋଲିଲେ ଆଉ ସେଇଥିରେ ଦେଖିଲେ ପୁଅ ମଦନାର ଗୋଟେ ପୁରୁଣା ଫଟୋ ଆଉ ମାଉସୀର ଗୋଟେ ଶାଢ଼ୀ, 2ଟା ଶଙ୍ଖା ଆଉ ଗୋଟେ ଭଙ୍ଗା ପାନିଆ। କେଉଁ କାଳରୁ ନିଧି ମଉସା ସାଇତି ରଖିଛି।